ପୁଣି ଦେଖିବା ବିଛା ରାଶି ଭାଇ ଭଉଣୀମାନଙ୍କର ମଙ୍ଗଳ ଅଷ୍ଟମ, ବିଛା ରାଶିକୁ ଅଷ୍ଟମ ମଙ୍ଗଳ, ଏ ଟିକେ ସେତେ ଶୁଭଫଳ ଦେଉନାହାନ୍ତି କି ଦେବେନି, 2 ମାସ 2.5 ମାସ ଦେବେନି। ତାର ଫଳ କ'ଣ ଆସିବ ନା ବିଛା ରାଶିରେ ଅଷ୍ଟମ ମଙ୍ଗଳ ହେଲେ ଅନିଦ୍ରା ଯୋଗ, ଅସୁସ୍ଥତା, ଶାରୀରିକ ପୀଡ଼ା, ଚିନ୍ତା ରହିବ, କୌଣସି ରାସ୍ତା ଦୁର୍ଘଟଣା ହୋଇପାରେ। 100କୁ 100 ନୁହଁ, ଏ ଗୋଚର ଫଳ, 100କୁ 100 ନୁହଁ, ଗୋଚର ଫଳ। ତଥାପି ଆମକୁ ଯଦି ଶାବଳ ଟିକେ ଭୁଷି ଦେବ ଜୋରରେ କାଟିବ, ଛୁଞ୍ଚିରେ ଫଳିଲେ ବି କାଟିବ। ଇଏ ହେଉଛି ଛୁଞ୍ଚି ପଡ଼ିଆ ଯାଏ, ଏ ଫଳ ହେଉଛି ସେଇଆ, କିନ୍ତୁ ତଥାପି ବି କାଟିବ। ଯାହାହେଲେ ବି ମଙ୍ଗଳ ଫଳ ଆସୁଛି। ଚତୁର୍ଥ ଦୃଷ୍ଟି ଏକାଦଶ ସ୍ଥାନ ବୁଧ କ୍ଷେତ୍ରକୁ, କନ୍ୟା ରାଶିକୁ, ତେଣୁକରି କ'ଣ ହେବ ନା ଆୟ ଉତ୍ତମ ରହିବ। ଜ୍ୟେଷ୍ଠ ଭାଇ ସହ ସମ୍ପର୍କ ଉତ୍ତମ ଆସୁଛି, ଖୁସି ମିଳିବ, ସଫଳତା ମିଳିବ, ଲାଭ ବି ପାଇବେ, ସେ ଅସୁବିଧା ନାହିଁ। ସପ୍ତମ ଦୃଷ୍ଟି ଦ୍ୱିତୀୟ ଭାବ ଧନୁରାଶିକୁ, ଧନଲାଭର ସୁଯୋଗ ଆସିବ, ନିଶ୍ଚୟ ଶୁଭଫଳ ରହୁଛି। ଅଷ୍ଟମ ଦୃଷ୍ଟି ତୃତୀୟ ଭାବ ମକର ରାଶିକୁ, ଭାତୃ ବାବଦରେ ଭଲ, ସାନ ଭାଇ ସହିତ ସମ୍ପର୍କ ଭଲ ରହିବ, ସାହସ ବଢ଼ିବ, ବଡ଼ ବଡ଼ ଜିନିଷ ବି କିଣିବା ଯୋଗ ଆସୁଛି, ଏତେ ଟିକେ ଏପଟ ସେପଟ ନାହିଁ। ତଥାପି ଯେହେତୁ ମଙ୍ଗଳ ଅଷ୍ଟମରେ ଅଛନ୍ତି, ତ ହନୁମାନଙ୍କୁ ଧ୍ୟାନ କରନ୍ତୁ, ସ୍ତୁତି କରନ୍ତୁ, କିମ୍ବା ଆମର ଯଦି ପାରିବେ ତାହେଲେ ଶିବ ମନ୍ଦିରରେ ରୁଦ୍ରାଭିଷେକ ବି କରନ୍ତୁ, କି ଠାକୁରାଣୀ ପାଖରେ ଗ୍ରାମ ଦେବତୀ ପାଖରେ ଚଣ୍ଡୀ ବି କରନ୍ତୁ ମଙ୍ଗଳବାରେ, ସେହି ଶୁଭଫଳ ଆସିବ। ଯଦି ସ୍ଥିତି ଥିବ, ନଥିବ ନାହିଁ। ଯଦି କାହାର ସ୍ଥିତି ନାହିଁ, ସେ ଡାକିଲେ ବି ଅନ୍ତରରେ ପ୍ରଭୁ ବି ଶୁଣିବେ, ହେଲେ ଅଭିଷେକ କଲେ ଶୁଣିବେ ସେ କଥା ନୁହଁ। ଯଦି ନିହାତି ଆବଶ୍ୟକ ତାହେଲେ କରନ୍ତୁ, ନହେଲେ କିଛି ଆବଶ୍ୟକ ନାହିଁ। ଅଷ୍ଟମ ମଙ୍ଗଳରେ ସର୍ଜରୀ ହୋଇପାରେ, କଟାସେଲି ହେବ, କେଉଁଠାରେ ପାଣି ବୁଡ଼ା, ଗଭୀର ଜଳକୁ ଯିବେନି, ବୁଡ଼ିଯିବାର ଭୟ, ମୁଣ୍ଡରେ ଆଘାତ, ଏସବୁ ଜିନିଷ ବହୁତ ରହିଛି। କିନ୍ତୁ ଟିକେ ଆମେ ସତର୍କରେ 2 ମାସ ରହିଗଲେ ଆଉ ସେଣି କିଛି ଅସୁବିଧା ହେବ ନାହିଁ। ଫେର ଦେଖିବା ପରବର୍ତ୍ତୀ ରାଶି।